ଏଇ କଣ ଏ ବର୍ଷ ବି ମୋ ଗଛରେ ଗୋଟେ ହିଁ ନଡ଼ିଆ ହେଲା। ହେ ଭଗବାନ ମୋର ଅଭିଶାପ କେବେ ଦୂର ହେବ? କେବେ ମୋ ଗଛରେ ଅଧିକ ଫଳ ଫଳିବ? ଆରେ ନଡ଼ିଆ ଗଛ ତୁ ଏ ଯାଇ ନ ମରି ବଞ୍ଚିଛୁ କେମିତି? ପ୍ରତିବର୍ଷ ତ ଗଛରେ ଗୋଟେ ହିଁ ଫଳ ଫଳେ। ତୁ କାହା କାମରେ ବି ଆସୁନୁ। ତୋ ଭଳି ଗଛ ଏ ଦୁନିଆରେ ନ ରହିବା ହିଁ ଭଲ। ଆମ୍ବ ଗଛ ତୁ ମୋର ସାଙ୍ଗ ହେଇ ତୁ ମତେ ଏମିତି କଥା କେମିତି କହିପାରୁଛୁ? କିଏ ତୋର ସାଙ୍ଗ? ମୁଁ ତୋ ପରି ଗୋଟେ ଅଭିଶପ୍ତ ଗଛର ସାଙ୍ଗ ନୁହଁ, ବୁଝିଲୁ? ତୁ ଗୋଟେ ଅଶୁଭ ଗଛ ବୋଲି କେହି ଏଠାକୁ ଆସନ୍ତିନି। ତୋ ପାଇଁ ମୁଁ ବି ଚଢ଼େଇମାନଙ୍କୁ ଆମ୍ବ ଖୋଇ ପାରୁନି। ତୁ କେବେ ଯେ ମରିବୁ ମତେ ଶାନ୍ତି ମିଳିବ। ଆମ୍ବ ଗଛର ଏପରି କଥା ଶୁଣି ନଡ଼ିଆ ଗଛ ମନ ଦୁଃଖରେ କାନ୍ଦିଲା। ଏପରି କିଛି ଦିନ ବିତିଗଲା। ଦିନେ ଗୋଟେ ପରୀ ସେ ଜଙ୍ଗଲରେ ବୁଲୁଥିଲା। ବୁଲୁ ବୁଲୁ ସେ ନଡ଼ିଆ ଗଛ ପାଖକୁ ଆସିଲା। ଜଙ୍ଗଲରେ ବୁଲୁ ବୁଲୁ ଭାରି ଶୋଷ ଲାଗିଲାଣି। ଆଖପାଖରେ ନଦୀ କି ଝରଣା ନାହିଁ। ମୁଁ ଏବେ ପାଣି କୋଉଠୁ ପାଇବି? ଆରେ ଏ ନଡ଼ିଆଟା କୋଉଠୁ ପଡ଼ିଲା? ଗଛରେ ତ ଗୋଟେ ବି ନଡ଼ିଆ ନାହିଁ। ଏ ନଡ଼ିଆ ମୁଁ ତୁମକୁ ଦେଇଛି। ତୁମେ ବି କହୁଥିଲ ନା ତୁମକୁ ଭାରି ଶୋଷ ଲାଗୁଛି। ତୁମେ ନଡ଼ିଆ ପାଣି ପିଇ ନିଜ ଶୋଷ ମେଣ୍ଟାଅ। ଏମିତି ଶୁଣି ପରୀ ଶୀଘ୍ର ସେ ନଡ଼ିଆ ପାଣି ପିଇ ନିଜ ଶୋଷ ମେଣ୍ଟେଇଲା। ନଡ଼ିଆ ଗଛ ତୁ ମୋର ଶୋଷ ମେଣ୍ଟେଇଲୁ। ମୁଁ ତୋ ଉପରେ ଅନେକ ଖୁସି। ତତେ କଣ ଦରକାର କହ? ପରୀ ଥରେ ଗୋଟେ ତାନ୍ତ୍ରିକ ମୋ ନଡ଼ିଆ ଗଛ ତଳେ ଆରାମ କରୁଥିଲା। ସେତେବେଳେ ମୋ ଗଛରୁ ଗୋଟେ ନଡ଼ିଆ ଖସି ତା ମୁଣ୍ଡ ଉପରେ ପଡ଼ିଲା। ତାନ୍ତ୍ରିକ ରାଗି ଯାଇ ମତେ ଅଭିଶାପ ଦେଲା। ସେଦିନ ପରଠାରୁ ମୋ ଗଛରେ କେବଳ ଗୋଟେ ହିଁ ନଡ଼ିଆ ଫଳୁଛି, ଯୋଉଥିପାଇଁ ସବୁ ଗଛ ମୋର ମଜା ଉଡ଼ାଉଛନ୍ତି। ପରୀ ମତେ ମୋ ଅଭିଶାପରୁ ମୁକ୍ତ କରନ୍ତୁ, ଯେମିତି ମୋ ଗଛରେ ଅନେକ ଫଳ ଫଳିବ। ମୁଁ ଯଦି କାହାର ବି ଉପକାର କରିପାରିବିନି ମୋ ଗଛ ହେଇ କଣ ଲାଭ? ଗଛ ମୁଁ ଏବେ ତତେ ସିନା ତ ଅଭିଶାପରୁ ମୁକ୍ତ କରିପାରିବିନି, କିନ୍ତୁ ହଁ ମୁଁ ତତେ ଏ ଅଭିଶାପ ଦୂର କରିବାର ଗୋଟେ ଉପାୟ କହିଦେବି। ଏଇ ସୁନା ନଡ଼ିଆକୁ ନେଇ ଗୋଟେ ଭଲ ମନର ପକ୍ଷୀକୁ ତୁ ଏ ସୁନା ନଡ଼ିଆ ଦେବୁ। ସେ ନିଜ ସହ ଯେମିତି ଅନ୍ୟମାନଙ୍କର ବି ଉପକାର କରିବ। ତାହେଲେ ଯାଇ ତ ଅଭିଶାପରୁ ତୁ ମୁକ୍ତ ହେବୁ, ଆଉ ତ ଗଛରେ ଅନେକ ଅନେକ ନଡ଼ିଆ ଫଳିବ। ପରୀ ନଡ଼ିଆ ଗଛରେ ସୁନା ନଡ଼ିଆକୁ ରଖିଦେଇ ସେଠାରୁ ଚାଲିଗଲା। ନଡ଼ିଆ ଗଛ ଗୋଟେ ଭଲ ପକ୍ଷୀ ଆସିବାକୁ ଅପେକ୍ଷା କରି ରହିଲା। ତାଙ୍କର ସବୁ କଥା ଆମ୍ବ ଗଛ ଶୁଣୁଥିଲା। ପରୀର କଥା ଅନୁସାରେ ଯଦି ନଡ଼ିଆ ଗଛ ତା ଅଭିଶାପରୁ ମୁକ୍ତ ହେଇଯିବ, ସେ ମତେ ବହୁତ ଥଟ୍ଟା କରିବ। ଏତେ ଦିନ ଧରି ମୁଁ ତାକୁ ଯାହା ଯାହା ବି ଅପମାନ ଦେଇଛି ସେ ସେସବୁର ପ୍ରତିଶୋଧ ନେବ। ନା ନା, ମୁଁ ଏ ନଡ଼ିଆ ଗଛର ଅଭିଶାପକୁ କେବେ ଦୂର ହେବାକୁ ଦେବିନି। ଏ ନଡ଼ିଆ ଗଛ ଭଲ ଚଢ଼ି ପାଇବା ପୂର୍ବରୁ ମୁଁ ଗୋଟେ ଖରାପ ଚଢ଼ି ତା ପାଖକୁ ପଠେଇବି। ଆରେ ବା, ଏ ଆମ୍ବ ଗଛର ଆମ୍ବ ଗୁଡ଼ା କେତେ ବଡ଼ ବଡ଼। ମୁଁ ନଦୀରୁ ପାଣି ନେଇ ଘରକୁ ଯିବା ସମୟରେ ଏଠୁ କିଛି ଆମ୍ବ ନେଇ ଘରକୁ ଯିବି। ଏଇ ପକ୍ଷୀ ରହିଯା, ତୁ ମୋ ଆମ୍ବ ନେନି। ତୁ ଯଦି ମୋ ଆମ୍ବ ନ ନେବୁ ମୁଁ ତତେ ସୁନା ନଡ଼ିଆର ଠିକଣା କହିଦେବି। ସୁନା ନଡ଼ିଆ? ମୁଁ ତୁମ ଆମ୍ବ ନ ନେଲେ ସୁନା ନଡ଼ିଆ ପାଇବି? କୁହ କୁହ ଗଛ, ମୁଁ କଣ କରିବି? କଣ କଲେ ମୁଁ ସୁନା ନଡ଼ିଆ ପାଇବି? ମୋ ପାଖରେ ଯୋଉ ନଡ଼ିଆ ଗଛ ଅଛି ତା ପାଖରେ ସୁନା ନଡ଼ିଆ ଅଛି। ତୁ ଗୋଟେ କାମ କର, ତୁ ତା ପାଖକୁ ଯାଇ ଭଲ ଆଉ ଗରିବ ହେବାର ନାଟକ କର। ସେ ତତେ ସୁନା ନଡ଼ିଆ ଦେଇ ସାହାଯ୍ୟ କରିବ। ତୁ ସେ ସୁନା ନଡ଼ିଆ ବିକ୍ରି କରି ତୋର ସବୁ ଇଚ୍ଛା ପୂରା କରିବୁ, କେବଳ ହଁ କାହାର ବି ଉପକାର କରିବୁନି। ସୁନା ନଡ଼ିଆ ମୁଁ ପାଇବି, ତାହେଲେ ମୁଁ ଅନ୍ୟ ପକ୍ଷୀର ଉପକାର କାହିଁକି କରିବି? ଏବେ ଖାଲି ମୋ ନାଟକ ଦେଖ। ଏମିତି କହି କାଉ ତା କଳସୀ ନେଇ ଆଗକୁ ଗଲା, ଆଉ ଜାଣି ଶୁଣି ନଡ଼ିଆ ଗଛ ସହ ଧକ୍କା ହେଇ ନିଜ କଳସୀକୁ ଭାଙ୍ଗିଦେଲା। ଆରେ ଆରେ, ଏ କଣ ସର୍ବନାଶ ହେଇଗଲା? ମୋ କଳସୀ ତ ଭାଙ୍ଗିଗଲା। ଏବେ ମୁଁ କେମିତି ପାଣି ନେଇ ଘରକୁ ଯିବି? ଆମେ ବହୁତ ଗରିବ, କଳସୀ କିଣିବା ପାଇଁ ବି ଆମ ପାଖରେ ଟଙ୍କା ନାହିଁ। ଏବେ ଆମର କଣ ହେବ? ଆରେ ଆରେ, ମୋ ପାଇଁ ଏ ପକ୍ଷୀଟାର ଅନେକ କ୍ଷତି ହେଇଗଲା। ଗରିବ ପକ୍ଷୀମାନେ ସବୁବେଳେ ଭଲ ମନର ହେଇଥାନ୍ତି। ପାଇଗଲି, ମୋ ସୁନା ନଡ଼ିଆ ଦେବା ପାଇଁ ଜଣକୁ ପାଇଗଲି। ଏମିତି କହି ନଡ଼ିଆ ଗଛ ତା ସୁନା ନଡ଼ିଆ
କାଉ ସାମ୍ନାରେ ପକାଇଦେଲା। ଏଇଟା ତ ଗୋଟେ ସୁନା ନଡ଼ିଆ। ଯାହା ହଉ ଏତେ ଦିନ ପରେ ଭଗବାନଙ୍କ କୃପା ଆମ ଉପରେ ହେଲା। ଆମେ ଏବେ ଆଉ ଗରିବ ରହିବୁନି। ଏଇ ସୁନା ନଡ଼ିଆ ମୁଁ ତତେ ଦେଇଛି ପକ୍ଷୀ। ତୁ ଏ ସୁନା ନଡ଼ିଆ ବିକ୍ରି କରି ନିଜ ଅଭାବ ଦୂର କର। ତା ସହ ଅନ୍ୟ ପକ୍ଷୀ ମାନଙ୍କର ବି ଉପକାର କରିବୁ। ମୋର କେବଳ ତତେ ଏତିକି ଅନୁରୋଧ। ହଁ ନଡ଼ିଆ ଗଛ, ମୁଁ ଆଉ ମୋ ସ୍ୱାମୀ ଭାରି ଭଲ ଆଉ ପରୋପକାରୀ। ବେଳେ ବେଳେ ତ ଆମେ ନିଜେ ନ ଖାଇ ଅନ୍ୟକୁ ଖାଇବାକୁ ଦେଉ। ତୁମର ଏଇ ସୁନା ନଡ଼ିଆ ଠିକ କାମରେ ଲାଗିବ। ତୁମେ ଜମା ଚିନ୍ତା କରନି। ତାପରେ କାଉର ସ୍ତ୍ରୀ ସେ ସୁନା ନଡ଼ିଆ ଧରି ଘରକୁ ଗଲା ଆଉ ତାର ସ୍ୱାମୀକୁ ସବୁ ଘଟଣା କହିଲା। ସବୁ ଶୁଣି କାଉ ଅନେକ ଖୁସି ହେଇଗଲା। ବା, ଆଜି ତ ବହୁତ ଭଲ କାମଟେ କଲୁ। ସେ ଆମ୍ବ ଗଛ ବି ଭାରି ଭଲ, ଯିଏ ତତେ ସୁନା ନଡ଼ିଆ ପାଇବାରେ ସାହାଯ୍ୟ କଲା। ଏବେ ଆମେ ସୁନା ନଡ଼ିଆ ବିକ୍ରି କରି ଆରାମରେ ଚଳିପାରିବା। ବଡ଼ ଘର, ବଡ଼ ଗାଡ଼ି କିଣିବା ଆଉ ବସି ବସି ଖାଇବା। ଦୁଇ କାଉ ସୁନା ନଡ଼ିଆ ପାଇ ଅନେକ ଖୁସି ଥିଲେ। ସେମାନେ ନିଜ ପାଇଁ ବଡ଼ ଘର, ବଡ଼ ଗାଡ଼ି କିଣିଲେ। ପ୍ରତ୍ୟେକ ଦିନ ସେମାନେ ଗାଡ଼ିରେ ବସି ବୁଲିବାକୁ ଯାଉଥିଲେ। ଏମିତି ଦିନେ ଆରେ ତମେ ମାନେ କଣ ସର୍ବନାଶ କରିଦେଲ। ଏତେ କଷ୍ଟରେ ମୁଁ ଅଣ୍ଡା କିଣି ବଜାରକୁ ନେଉଥିଲି ବିକ୍ରି କରିବା ପାଇଁ, କିନ୍ତୁ ତମେ ମାନେ ମୋର ସବୁ ଅଣ୍ଡା ଭାଙ୍ଗିଦେଲ। ଏବେ ମୋ ଅଣ୍ଡାର କ୍ଷତିପୂରଣ ଦିଅ। ଏ ବୁଢ଼ୀ, ତୋର ସାହସ ତ କମ୍ ନାହିଁ। ତୁ ଆମକୁ କ୍ଷତିପୂରଣ ମାଗୁଛୁ? ଆମେ କଣ ଜାଣିଶୁଣି ତ ଅଣ୍ଡା ଭାଙ୍ଗିଛୁ? ଆମେ ଗାଡ଼ି ଚଲାଉଥିଲୁ, ତୁ ହିଁ ଆମ ଗାଡ଼ି ଆଗକୁ ଚାଲି ଆସିଲୁ। ଆରେ ଏ ବୁଢ଼ୀର କଥା ଛାଡ଼, ସବୁ ଦୋଷ ଏ ବୁଢ଼ୀର। ତୁମେ ଗାଡ଼ି ଷ୍ଟାର୍ଟ କର, ଆମେ ପାର୍କ ବୁଲିବାକୁ ଯିବା। ଆରେ ବୁଢ଼ୀ ମା, କଣ ହେଲା? ତୁମେ ଏମିତି ମନ ଦୁଃଖରେ କାନ୍ଦୁଛ କାହିଁକି? ଆଉ ଏତେ ଗୁଡ଼େ ଅଣ୍ଡା ଭାଙ୍ଗିଗଲା କେମିତି? ମାରେ, ମୁଁ ବଜାରକୁ ଏଇ ଅଣ୍ଡା ନେଇ ଯାଉଥିଲି ବିକ୍ରି କରିବା ପାଇଁ। ସେତେବେଳେ ଦୁଇ କାଉ ତାଙ୍କ ଗାଡ଼ିରେ ଆସି ମତେ ଧକ୍କା ମାରିଲେ। ମୋର ସବୁ ଅଣ୍ଡା ଭାଙ୍ଗିଗଲା। ସେମାନେ ମତେ କ୍ଷତିପୂରଣ ନ ଦେଇ ଏଠାରୁ ଚାଲିଗଲେ। କାଉମାନେ ତୁମ ସହ କିଛି ବି ଠିକ କରିନାହାନ୍ତି ବୁଢ଼ୀ ମା। ଏବେ ଯଦି ତାଙ୍କୁ ଛାଡ଼ିଦେବା, ସେମାନେ ଭବିଷ୍ୟତରେ ଆଉ କାହାର ବି କ୍ଷତି କରିବେ। ସେଥିପାଇଁ ଏବେ ହିଁ ଚାଲ ବାଘ ରାଜାଙ୍କ ପାଖକୁ ଯିବା ଆଉ ତାଙ୍କୁ କାଉମାନଙ୍କ ନାଁରେ ଅଭିଯୋଗ ଦେବା। ସେ କାଉମାନଙ୍କୁ ଉଚିତ ଶାସ୍ତି ଦେବେ। ଏମିତି କଥା ହେଇ ସେମାନେ ବାଘରାଜା ପାଖକୁ ଯିବା ପାଇଁ ବାହାରିଲେ। ଦୂରରୁ ସବୁ ଘଟଣା ନଡ଼ିଆ ଗଛ ଦେଖୁଥିଲା। ସେ ଚଢ଼େଇକୁ ପାଖକୁ ଡାକିଲା। ଆରେ ଚଢ଼େଇ, କାଉମାନଙ୍କ ନାଁରେ ମୁଁ ବି ରାଜାଙ୍କ ପାଖରେ ଅଭିଯୋଗ ଦେବି। ମୋ କଥା ଶୁଣିଯାଅ। ତୁମେ ତ ଗୋଟେ ଗଛ, ତୁମେ ଗଛ ହେଇ କଣ ଅଭିଯୋଗ ଦେବାକୁ ଚାହୁଁଛ କୁହ? ନଡ଼ିଆ ଗଛ ସେମାନଙ୍କୁ ସବୁ ଘଟଣା କହିଲା। କାଉମାନେ ତମ ସହ ବି ଅନ୍ୟାୟ କରିଛନ୍ତି। ତମ ପାଇଁ ତାଙ୍କର ଆଜି ଏତେ ଉନ୍ନତି ହେଇଛି, ହେଲେ ସେମାନେ ତମକୁ କଥା ଦେଇ କଥା ରଖିନାହାନ୍ତି। ମୁଁ ନିଶ୍ଚୟ ତମ କଥା ରାଜାକୁ କହିବି। ଦୁଇ କାଉ ଖୁବ୍ ଶୀଘ୍ର ନିଜ ଶାସ୍ତି ପାଇବେ। ଏମିତି କହି ଚଢ଼େଇ ସେ ବୁଢ଼ୀ ଚଢ଼େଇ ସାଙ୍ଗରେ ବାଘ ରାଜାଙ୍କ ପାଖକୁ ଗଲା ଆଉ ବାଘ ରାଜାଙ୍କୁ ସବୁ ଘଟଣା କହିଲା। କଣ ହେଲା? ମୋ ଜଙ୍ଗଲରେ ରହି ସେ କାଉମାନେ ଅନ୍ୟମାନଙ୍କର କ୍ଷତି କରୁଛନ୍ତି। ମୁଁ ଏପରି ଅନ୍ୟାୟ ସହିବିନି। ସିପାହୀ, ଏବେ ହିଁ ସେ ଦୁଇ କାଉଙ୍କୁ ବନ୍ଦୀ କରି ମୋ ପାଖକୁ ଆଣ। ତାପରେ ସିପାହୀ ମାନେ ଶୀଘ୍ର କାଉମାନଙ୍କୁ ଖୋଜିବା ପାଇଁ ଗଲେ। ସେମାନେ କାଉମାନଙ୍କୁ ପାଇ ତାଙ୍କୁ ପିଞ୍ଜରାରେ ବନ୍ଦୀ କରି ବାଘ ରାଜାଙ୍କ ପାଖକୁ ଆଣିଲେ। ଏ କଣ ମହାରାଜ, ଆପଣ ଆମକୁ ଏମିତି ଧରି ଆଣିଲେ କାହିଁକି? ହଁ ମହାରାଜ, କୁହନ୍ତୁ ଆମର କଣ ଭୁଲ? କାହିଁକି ଆମକୁ ପିଞ୍ଜରାରେ ରଖିଛନ୍ତି? ତମ ମାନଙ୍କ ନାଁରେ ଅଭିଯୋଗ ଅଛି। ତମେ ମାନେ ଗୋଟେ ବୁଢ଼ୀ ଚଢ଼େଇର କ୍ଷତି କରିଛ। ନଡ଼ିଆ ଗଛକୁ କଥା ଦେଇ କଥା ରଖିନ। ତମେ ମାନେ ଏବେ ହିଁ ଘର ବାଡ଼ି ବିକ୍ରି କରି ନଡ଼ିଆ ଗଛକୁ ତା ସୁନା ନଡ଼ିଆ ଫେରାଅ ଆଉ ବୁଢ଼ୀ ଚଢ଼େଇର କ୍ଷତିପୂରଣ ଦିଅ। ନହେଲେ ମୁଁ ଏବେ ତମମାନଙ୍କୁ ମୃତ୍ୟୁଦଣ୍ଡ ଦେବି। ନା ନା ମହାରାଜ, ଆମକୁ ମୃତ୍ୟୁଦଣ୍ଡ ଦିଅନ୍ତୁନି। ହଁ ମହାରାଜ, ଆମକୁ ମାରନ୍ତୁନି। ଆପଣ ଯେମିତି କହୁଛନ୍ତି ଆମେ ସେମିତି କରିବୁ। ଏମିତି କହି ଦୁଇ କାଉ ଶୀଘ୍ର ତାଙ୍କ ଘରକୁ ଗଲେ ଆଉ ସବୁ କିଛି ବିକ୍ରି କରିଦେଇ ସୁନା ନଡ଼ିଆ କିଣିଲେ।
तापरे सेमाने से नड़िया गछ को ता सुना नड़िया फेरी देले। सेमाने बुढ़ी चढ़ी को भी क्षतिपूरण देले, जा फल आग अपेक्षा सेमाने आहुरी गरीब हो गले। नड़िया गछ ता सुना नड़िया फेरी पाई कहिला, एबे आउ द्वितीय थर भूल हेबनी। चढ़ी तू बहुत भल मनर, तू मो सुना नड़िया को ने आउ अन्य मान को साहाय्य करी मो गछरे अधिक नड़िया फलिबार व्यवस्था कर। तापरे चढ़ी से सुना नड़िया को नहीं बिक्री कला आउ निज सह अन्य मानकर भी उपकार कला, जोथि पाई नड़िया गछ निज अभिशापर मुक्त हैला। ता गछरे अनेक नड़िया फलिला। आज आम पाखरे किछि भी नाही, एई आंब गछ कथारे पड़ी आमे हमर घर बाड़ी सब किछि हरिले। हारी सुन, शीघ्र ही आंब गछ काटी गोटे घर तैयारी कर आउ तार सब आंब बिक्री करी किछि खाइबा आण। ना ना मो सह एमिति करनी, मते छाड़ी दियो। ना आमे तते छाड़ी पारिबुनी। आज आमे जो कष्ट पाउछु सेथि पाई केवल तू दायी। एमिति कही दुई काऊ आंब गछ को काटी निज पाई गोटे घर तैयारी कले। काऊ से आंब बिक्री करी खाइबा आनिला। एमिति सेमाने निज जीवन बितेले।